କଥାରେ ଅଛି ଭେକ ଥିଲେ ଭିକ ମିଳେ। ଭେକର ଅର୍ଥ ହେଲା ଲୋକର ପରିଚୟ ପ୍ରଥମେ ତାର ପୋଷାକରୁ ମିଳିଥାଏ। କ'ଣ ପିନ୍ଧିଛି, କେମିତି ପିନ୍ଧିଛି, ତାପରେ ପ୍ରଶ୍ନ ଆସେ କାହିଁକି ଏମିତି ପିନ୍ଧିଛି। ଆମେ ଯେଉଁ ଓଡ଼ିଆ ପରିଧାନ ବିଷୟରେ କଥାବାର୍ତ୍ତା ହେଉଛେ, ଆମର ପୋଷାକ ଯେଉଁ ସବୁ ହସ୍ତତନ୍ତରେ ତିଆରି ହେଇଛି, ତାକୁ ଦେଖିବାକୁ ଗଲେ ତାଠୁ ସୁନ୍ଦର ପୋଷାକ ବୋଧେ ଆଉ କୌଣସି ହସ୍ତତନ୍ତରେ ନାହିଁ। ସେଥିପାଇଁ ସବୁବେଳେ ଯଦି ଆମର ହସ୍ତତନ୍ତ ବା ଆମେ ଆମର ପୋଷାକକୁ ନିର୍ଦ୍ଧାରିତ ରାଜ୍ୟ ପୋଷାକ ହିସାବରେ ଗ୍ରହଣ କରିବା ବା ଓଡ଼ିଆ ପୋଷାକ ହିସାବରେ ଗ୍ରହଣ କରିବା, ଆମେ ନିଜ ପାଇଁ ପରିଚୟ ସୃଷ୍ଟି କରିପାରିବା। ଓଡ଼ିଆର ପରିଚୟ ବାହାରେ ବି ସୃଷ୍ଟି ହେଇପାରିବ। ସେଥିପାଇଁ ଯେତେବେଳେ ପୋଷାକ କଥା ଆସେ, ଆମେ ପ୍ରଥମେ ପ୍ରାଧାନ୍ୟ ଦେବା ଦରକାର ଆମ ନିଜର ପୋଷାକକୁ, ଆମ ନିଜ ରାଜ୍ୟର ପୋଷାକକୁ, ଆମ ନିଜ ରାଜ୍ୟର ପରିଚୟକୁ ଆଗକୁ ବଢ଼ାଇବା ପାଇଁ ଆମକୁ ସେ ପୋଷାକକୁ ଗ୍ରହଣ କରିବା ବିଧେୟ ଅଟେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁଁ ଭାବେ ଯେ ପୋଷାକ ଯଦି ଠିକ୍ ଅଛି ଏବଂ ଦେଶୀୟ ପୋଷାକ ଯଦି ପିନ୍ଧିଛନ୍ତି, ତାହେଲେ ଆପଣଙ୍କର ପରିଚୟ ଆପେ ସୃଷ୍ଟି ହେଇଯିବ। ଆପଣ କେଉଁ ରାଜ୍ୟର, କେଉଁ ଅଞ୍ଚଳର, ସେସବୁ ପରିଚୟ ଆପେ ସୃଷ୍ଟି ହେଇଯିବ। ସେଥିପାଇଁ କାହାକୁ କହିବାକୁ ପଡ଼ିବନି ଯେ ଆପଣ କେଉଁ ରାଜ୍ୟର, ପରିଚୟ ଦେବାକୁ ପଡ଼ିବନି। ତେଣୁ ମୁଁ ଭାବେ ଯେ ଆମେ ଆମ ପୋଷାକ ପାଇଁ ଗର୍ବିତ ହେବା ଦରକାର। ଆମେ ଆମ ପୋଷାକ ପାଇଁ ପରିଚୟ ସୃଷ୍ଟି କରିବା ଦରକାର ଏବଂ ପୋଷାକ ସହିତ ନିଜର ପରିଚୟ ସୃଷ୍ଟି କରିବା ଦରକାର।